ଆମେ ମର୍ଣ୍ଣିଂରେ ୟୋଗା କଲେ ଆମ ପାଇଁ ବହୁତ ପ୍ରକାର ବେନିଫିଟ୍ ମିଳିଥାଏ। ମାଇଣ୍ଡରେ ଆମର ବ୍ରେନ୍ ସ୍ଥିରତା ପଡ଼ିଥାଏ, ବଡ଼ିର ଷ୍ଟ୍ରେନ୍ଥ ବଢ଼ିଥାଏ, ପ୍ଲସ୍ ଆମ ବଡ଼ି ସାର୍କୁଲେସନ୍ ମର୍ଣ୍ଣିଂ ୱାର୍କରେ କଲେ ଆମ କୌଣସି ରୋଗ ବ୍ୟାଧା ସୃଷ୍ଟି ହୁଏ ଆମକୁ ଷ୍ଟ୍ରେସ୍ ଲାଗିବେ ନଥାଏ। ବହୁତ କିଛି ଜିନିଷ ୟୋଗାର ମାଧ୍ୟମରେ ୟୋଗା ଆୟୁର୍ବେଦ ମାଧ୍ୟମରେ ଆଗରୁ ମୁନି ଋଷିମାନେ କ'ଣ କରୁଥିଲେ ଯେ ୟୋଗା ଦ୍ୱାରା ବହୁତ ସାରା କିଛି ରୋଗ ଆଉ ରୋଗ ପାଇଁ ପ୍ରତିକାରକ କରୁଥିଲେ ଓ ଚେରମୂଳ ପତ୍ରରେ ଔଷଧ ବନାଉଥିଲେ। ଯେହେତୁ ଆମେ ଯୋଗା ମାଧ୍ୟମରେ ଯେ ଆମେ ସମାଜରେ ଦେଖାଇବାକୁ ମୁଁ ଚାହୁଁଛି ଯେ ଆଜିକା ଡେଟ୍ରେ କେମିତି ୟୋଗା ମାଧ୍ୟମରେ ସବୁକିଛି ରୋଗ ବ୍ୟାଧିର ମୁକ୍ତି ପାଇବ ସେଇ ବିଷୟରେ ଆମେ ଆଲୋଚନା। ୟୋଗା କରନ୍ତୁ, ମର୍ଣ୍ଣିଂ ୱାକ୍ 5 to 10 minutes କରନ୍ତୁ, ଅଧଘଣ୍ଟେ ଯେତିକି ସମୟ ମିଳୁଛି ଫାଷ୍ଟ ମର୍ଣ୍ଣିଂ ୱାକ୍ କରନ୍ତୁ, ବ୍ୟାୟାମ କରନ୍ତୁ, ତାପରେ ୟୋଗା କରନ୍ତୁ, ଗୋଟେ ଷ୍ଟ୍ରେସ୍ ମିଳିବ। ଏତିକି ମୁଁ କହି ଧନ୍ୟବାଦ କହିବି। ଆମେ ଫାଷ୍ଟ ୟୋଗା କରିବା ମେଡ଼ିଟେସନ୍ କରିବା ନିହାତି ଆବଶ୍ୟକତା ଅଛି। ଯେହେତୁ ଆମେ ଫାଷ୍ଟ ମେଡ଼ିଟେସନ୍ କରିବା ପୂର୍ବରୁ ଆମେ ଫାଷ୍ଟ କ'ଣ କରିବା, ବସିବାର ସ୍ଥିତି ଦେଖିବା, ମେରୁଦଣ୍ଡ ସିଧା ରଖିବା। ଆମେ ଆଇଦର ପଦ୍ମାସନରେ ବସିପାରିବା, ଆଇଦର ସିମ୍ପଲ୍ରେ ପଦ୍ମାସନ ଏଇ ଟାଇପ୍ରେ ରହିବା, ଗୋଟେ ଗୋଡ଼ ଉପରକୁ କଲେ ପଦ୍ମାସନରେ ବସିପାରିବା। ଆଇଦର ନଚେତ୍ ଆମେ ସିମ୍ପଲ୍ ହିସାବରେ ଗୋଟେ ଗୋଡ଼ ଉପରେ ଗୋଟେ ଗୋଡ଼ ତଳରେ ବସିବା, ହାତ ଷ୍ଟ୍ରେଟ୍ ରଖିବା। ତାପରେ ଓଁକାର ଆମେ ନେବା, ଗୋଟେ ନିଶ୍ୱାସ ନେବା, ଓମ୍ ଛାଡ଼ିବା, ଓମ୍ ଛାଡ଼ିବା, ଓ ଆମେ ମେଡ଼ିଟେସନ୍ କରିବାର ଆବଶ୍ୟକତା ଏଇଥିପାଇଁ ଥାଏ, ଆମ ମାଇଣ୍ଡ, ଆମର ବଡ଼ି ସାର୍କୁଲେସନ୍, ମାଇଣ୍ଡ ସ୍ଥିର ଥାଏ ଆଉ ମାଇଣ୍ଡ କନସେନ୍ଟ୍ରେଟ୍ ରଖିବେ, ବଡ଼ିକୁ କନସେନ୍ଟ୍ରେଟ୍ ରଖେ। 5-10 ମିନିଟ୍ କରିସାରିଲା ମାଇଣ୍ଡ କନସେନ୍ଟ୍ରେଟ୍ ହେଲେ ଆମେ ୟୋଗା କଲେ ଆମ ପାଇଁ ବହୁତ ପ୍ରକାର ବେନିଫିଟ୍ ମିଳିଥାଏ। ଆଜି ପାଇଁ ଏତିକି ରହିଲା। ଆଉ ନେକ୍ସଟ ଏପିସୋଡ଼ରେ ମୁଁ ଆପଣଙ୍କୁ ୟୋଗାରେ ବହୁତ କିଛି ଆସନ, ବନ୍ଧ, ଆପଣଙ୍କର ମେଡ଼ିଟେସନ୍ର ଭେରାଇଟିର ମେଡ଼ିଟେସନ୍ ଶିଖେଇବି, ଆଉ ୟୋଗା ଶିଖେଇ ଆପଣଙ୍କର ଆସନ ଶିଖେଇବି, ବନ୍ଧ ଶିଖେଇବି, ବହୁତ କିଛି ଶିଖେଇବି। ଆଉ ମୋ ଭିଡ଼ିଓ ଯେଉଁମାନେ ଦେଖୁଥିବେ ଲାଇକ୍ କରନ୍ତୁ, ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।